ଧଳା ପଥର ରଜ ମହୋତ୍ସବ 2025 ଉଦ୍ଯାପିତ। ଓଡ଼ିଶାର ଗଣପର୍ବ ରଜ ଉତ୍ସବ ଅବସରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଧଳାପଥର ପଞ୍ଚାୟତ ରାଧାବଲ୍ଲଭ ଅମରକାନନ ପଡ଼ିଆରେ ସପ୍ତମ ରଜ ମହୋତ୍ସବ 2025 ଗତ 4 ଦିନ ଧରି ମହା ସମାରୋହରେ ପାଳିତ ହୋଇଯାଇଛି। ଆୟୋଜକ ଧଳାପଥର ରଜ ମହୋତ୍ସବ କମିଟି ପକ୍ଷରୁ ପ୍ରତିଦିନ ସନ୍ଧ୍ୟାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସ୍ଥାନୀୟ ଖୋର୍ଦ୍ଧା ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନମାନ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ। ଏ ଅବସରରେ ସୋମବାର ସନ୍ଧ୍ୟାରେ ସଙ୍ଗୀତ ବିଦ୍ୟାଳୟ ଧଳାପଥରର ଓଡ଼ିଶୀ ଓ ରିମିକ୍ସ ରାଜ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ, ବଲାଙ୍ଗୀରର ଦୁଲଦୁଲି, ଭୁବନେଶ୍ୱର କଳାକେନ୍ଦ୍ରର ଓଡ଼ିଶୀ ଓ ଆଧୁନିକ ନୃତ୍ୟ, ଭୁବନେଶ୍ୱର ନୃତ୍ୟାଳୟର ବିଭିନ୍ନ ନୃତ୍ୟ ଅଭିନୟ ସହିତ ସ୍ଥାନୀୟ କୁନିକୁନି କଳାକାରଙ୍କ ଦ୍ୱାରା ମନମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏ ଅବସରରେ ଏକ ସାଧାରଣ ସଭା ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ରଜ ମହୋତ୍ସବ କମିଟିର ସଭାପତି ବିଜୟ କୁମାର ସୁବୁଦ୍ଧିଙ୍କ ସଭାପତିତ୍ୱରେ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ପରିବେଶବିତ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ମୁଖ୍ୟ ବକ୍ତା ଭାବେ ବିଜେପି ବିଧାୟକ ପାର୍ଥ ପ୍ରକାଶ ଚନ୍ଦ୍ର ବିଜୁଳି, ସମ୍ମାନିତ ଅତିଥି ଭାବେ ସମାଜସେବୀ ବାସୁଦେବ ସାହୁ, ଧଳାପଥର ପଞ୍ଚାୟତର ସରପଞ୍ଚ ନାରାୟଣ ସାହୁ, ପୂର୍ବତନ ସରପଞ୍ଚ ସୁରଜ ପ୍ରସାଦ ସୁବୁଦ୍ଧି, ସିନେ ପ୍ରଯୋଜକ ପ୍ରଣବ କୁମାର ଜେଠି, ନିର୍ଦ୍ଦେଶକ ବାବୁ, ସିନେ ତାରକା ଦୀପାଶା ପ୍ରମୁଖ ଯୋଗ ଦେଇଥିଲେ। ଏ ଅବସରରେ ବୋଲଗଡ଼ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ସ୍ୱାଇଁ, ଗୋବିନ୍ଦ ଚନ୍ଦ୍ର ପଣ୍ଡା ପ୍ରମୁଖ ବିଶିଷ୍ଟ ପ୍ରତିଭାମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରଜଦୋଳି, ପାନ, ପିଠା ଓ ରଜ ପର୍ବ ସମ୍ପର୍କିତ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରତୀକ୍ଷା ପ୍ରିୟଦର୍ଶିନୀ ଓ ସାଗରିକା ମିଶ୍ର ସଂଯୋଜନା କରିଥିବା ବେଳେ ଉଦ୍ଘୋଷକ ମଞ୍ଚ ପରିଚାଳନା କରିଥିଲେ। ମାଟିର ଦାୟାଦ ସର୍ବୋପରି ଗୟାବନ୍ଧ ମାଟିର ପୁରୋଧା ଏବଂ ମୁରବୀ विश्व गछ मनीष भाव में जहां परिचय रही आपने रमेश रंजन साहू ठार से परिचय शुणी। शेष में महोत्सव कमिटीर संपादक रमेश रंजन साहू धन्यवाद अर्पण करथिले।